जाउली पोखरी मठरे वैष्णव मते जन्माष्टमी पालित। ढेंकानाल जाउली पोखरी मठ प्रांगण में वैष्णव मते जन्माष्टमी पालित हो जाइछि। विधि विधान रे जन्म उत्सव नीति पालन मठ प्रांगण में अनुष्ठित हो जाइछि। संध्या आरती पर ठाकुर को जन्म पूजा आरंभ होइतिला। ठाकुरंकर जन्मलीला पठन करा जाइतिला। ठाकुर को नूतन वस्त्र तुलसी हार रे सुसज्जित करा जाइतिला। विभिन्न फल भोग लगी मध्य करा जाइतिला। महंत ब्रह्मानंद दास, प्रभुपाद दास और परशुराम दास को उपस्थिति रे एही जन्माष्टमी उत्सवटी पालन होइतिला। ଔଷଧ ଉଡ଼ି ଧରେ ଧରି କରେ ରଥ ବାହଇ ଧୀରେ ଧୀରେ ଠକାଇ ଦ୍ରପଥ ଗଲା ଆକାଶ ଶବ୍ଦ ଶୁଭିଲା ଶବଦ। ପୋଖରୀ ମଠର ମହନ୍ତ ବ୍ରହ୍ମାନନ୍ଦ ଦାସ ମହାରାଜ ଆଉ ଆମର ମଠର ପରମ୍ପରା ଅନୁଯାୟୀ କାଲି ହେଇଥିଲା ସ୍ମାର୍ତ ସମ୍ମତ ଇଏ ଜନ୍ମାଷ୍ଟମୀ। ଆଜି ବୈଷ୍ଣବ ସମ୍ମତ ଜନ୍ମାଷ୍ଟମୀ ଆମର ଏଠି ପ୍ରାୟ ପ୍ରତିବର୍ଷ ପାଳନ ହୁଏ। ବହୁତ ଲୋକ ସମାଗମ ହୁଅନ୍ତି, କିନ୍ତୁ ବର୍ଷା ଯୋଗୁଁ ଅସୁବିଧା ଯୋଗୁଁ ଲୋକ ସେତେ ଉପସ୍ଥିତ ହୋଇପାରୁନାହାନ୍ତି। ଆମର ଏ ମଠରେ ବର୍ତ୍ତମାନ ଠାକୁରଙ୍କର ନୀତିକାନ୍ତି ଏ ବର୍ଷ ଯାହା ଏବେ କିଛି ହୁଏନି। ରାତିକି ଭଗବାନଙ୍କର ସେ ଜନ୍ମ ହୋଇସାରିବା ପରେ ଏଠି ଯାହା ଫଳ ଭୋଗ ଲାଗେ ଭକ୍ତମାନେ ପାଆନ୍ତି ଏବଂ ସନ୍ଧ୍ୟା 8টাରେ ଏଠି ଦୀପ ଧୂପ ଦୀପ ଦେଇ ଭାଗବତ ପାଠ ପଢ଼ିବା ଆରମ୍ଭ ହୁଏ। ଏଠି ଆମର ଗୁରୁ ଭାଇ ଜଣେ ପରଶୁରାମ ଦାସ, ସିଏ ମଧ୍ୟ ଏ ପାଠରେ ବର୍ତ୍ତମାନ ଅଛନ୍ତି। ପାଖରେ ଗୁରୁ ଭାଇ ସେ ପ୍ରଭୁପାଦ ମହାରାଜ ଅଛନ୍ତି ଏବଂ ପୂଜାରୀ ପୂଜକ ସମସ୍ତେ ଥାଇ ଏଟା ବଡ଼ ଉତ୍ସବକୁ ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ନା ଆଉ କ'ଣ?